ଆଜି ମୁରଲି ଘରେ ଦମଦାର ଏଣ୍ଟ୍ରି ମାରିବେ ଆଉ ସବୁ ସତ ଘର ଲୋକ ଜାଣିଯିବେ। ଏପଟେ ରାଜବୀରଙ୍କ ସହ କ୍ରିଷ୍ଣାଙ୍କର ଏନଗେଜମେଣ୍ଟ ହଉଥାଏ ଆଉ କ୍ରିଷ୍ଣା କହିବେ ମୁହୂର୍ତ୍ତ ସମୟ ଆଉ 5 ମିନିଟ ଯାଏ ଅଛି, ତେଣୁ ତୁ ମୁଦିଟା ରାଜବୀରଙ୍କ ହାତରେ ପିନ୍ଧାଇ ଦେ। ତାପରେ ପୁରା ଖୁସି ମନରେ ରାଜବୀର କ୍ରିଷ୍ଣାଙ୍କ ହାତରେ ମୁଦି ପିନ୍ଧାଇବା ବେଳେ ସେପଟେ ଜଗଜିତ, ମୀରା, କାଜଲର କାରନାମା ସବୁ କ୍ରିଷ୍ଣା ଯୋଉ ମୋବାଇଲରେ ଭିଡିଓ କରିକି ରଖିଥିଲା, ମୁରଲି ସେଇ ଭିଡିଓ ସବୁ ଘର ଲୋକ ସମସ୍ତଙ୍କୁ ଗୋଟେ ବଡ ପରଦାରେ ଦେଖାଇ ଦେବେ, ଯୋଉଥିରେ ସଫା ସଫା ଦେଖାଯାଉଥିବ କି ଜଗଜିତ କ୍ରିଷ୍ଣାଙ୍କୁ ଛୁରୀ ମାରୁଥିବେ। ସେଇଠୁ ଏହା ସବୁ ଦେଖି ଘର ଲୋକ ସମସ୍ତେ ପୁରାପୁରି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କ୍ରିଷ୍ଣା ମୁରଲିଙ୍କ ପାଖକୁ ଦୌଡ଼ି ଯାଇ କହିବେ କି ମୁରଲି ତମେ ସେ ଫୋନ କୋଉଠୁ ପାଇଲ? ପୁଣି ମୁରଲି କହିବେ କ୍ରିଷ୍ଣା ଯିଏ ନ୍ୟାୟରେ ଥାଏ ନା ତାକୁ ଭଗବାନ ଯେମିତି ବି ହେଲେ ସାହାଯ୍ୟ କରନ୍ତି। ମୁରଲି ପୁଣି ପୋଲିସକୁ ଡାକି ଦେଇଥିବେ ଆଉ କହିବେ ସାର୍ ଏଇଥିରେ ସବୁ ପ୍ରମାଣ ଅଛି, ଏଇ ସମସ୍ତଙ୍କୁ ଆରେଷ୍ଟ କରିନିଅନ୍ତୁ। ସେଇ ସମୟରେ ହଠାତ୍ ଜଗଜିତ ଶାରଦା ମୁଣ୍ଡରେ ବନ୍ଧୁକ ଲଗାଇ ଦେବେ ଆଉ କହିବେ ଯିଏ ଯୋଉଠି ଅଛ ସେଇଠି ରହିଯାଅ, ନହେଲେ ଖପୁରି ଉଡାଇ ଦେବି। ତାପରେ ମୁରଲି କ୍ରିଷ୍ଣା ପୁରା ଡରିଯିବେ। ତ ଦର୍ଶକ ବନ୍ଧୁ ଏବେ ଶାରଦାକୁ କିଏ ବଞ୍ଚାଇବ ଆମକୁ କମେଣ୍ଟ କରନ୍ତୁ।